15 ବର୍ଷ ବୟସରେ ଦାଉ ସାଜିଲା ଦୈବ। ଏବେ ଦୁଇଟି ଯାକ କିଡନୀ ହୋଇଯାଇଛି ଅଚଳ। ସତ୍ୟ ପାଇଁ ଜୀବନ ହୋଇପଡ଼ିଛି ମହଙ୍ଗା। ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ଆସୁଛି। ଜନ୍ମ ଏବଂ ମୃତ୍ୟୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭଳି ପରିପୂରକ ଏବଂ ଚିରନ୍ତନ ସତ୍ୟ। କିନ୍ତୁ ଏହି ଜନ୍ମଠାରୁ ମୃତ୍ୟୁର ବ୍ୟବଧାନ ସମୟ ସାରଣୀ ଦେଇ ଗତି କରିପାରିଲେ ତାହା ମଣିଷର ସ୍ୱାଭାବିକ ମୃତ୍ୟୁ ବୋଲି କୁହାଯାଇଥାଏ। ଯଦି ଜୀବନ କ'ଣ ଜାଣିବା ପୂର୍ବରୁ ଏହାର ଆଭାସ ମଣିଷ ଜୀବନରେ ଆସିଥାଏ ତେବେ ତାହା ପରିବାର ଉପରେ ମହଙ୍ଗା ସାବ୍ୟସ୍ତ ହୋଇଥାଏ। ଏହିଭଳି ଏକ ଚିତ୍ର ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ପଞ୍ଚାନନ ସ୍ୱାଇଁଙ୍କ ପରିବାରରେ ଦେଖିବାକୁ ମିଳିଛି। ପଞ୍ଚାନନ ସ୍ୱାଇଁଙ୍କ ପରିବାର ରାମଚନ୍ଦ୍ରପୁର ଗାଁର ଏକ ଗରିବ ପରିବାର କହିଲେ ପଞ୍ଚାନନ, ତାଙ୍କର ସ୍ତ୍ରୀ ରଞ୍ଜନା ଏବଂ ତାଙ୍କର ଦୁଇ ଝିଅ, ଗୋଟିଏ ପୁଅ। ଦୈନିକ ଦିନ ମଜୁରୀ ଭାବେ ପଞ୍ଚାନନ ଘରେ ଘରେ ମଜୁରୀ ଲାଗି ଯାହା ଦୈନିକ ମଜୁରୀ ଆଣନ୍ତି ସେଇଥିରେ ତିନି ପିଲାଙ୍କ ପାଠ ପଢିବା ସହିତ ତାଙ୍କର ଚୁଲି ଜଳିଥାଏ। ଦୈନନ୍ଦିନ ମଜୁରୀ ଦୈନିକ 500 ଟଙ୍କା ଆଇଲେ ମୁଁ ତାକୁ କୋଉଠୁ ଭଲ କରିବି? କେମିତି କହିବେ ଆଜ୍ଞା? ସଦାବେଳେ ଥଣ୍ଡା ତ ହେଲା, ଥଣ୍ଡା ପରୀକ୍ଷା କରି ଏଇଭଳିଆ ଜିନିଷ ବାହାରିଲା। କେବେ ଜାଣିଲେ? ଏବେ 2-3 ତାରିଖରେ ଜାଣିଲୁ। ଏବେ ସପ୍ତାହ ହେଲା। ଆର ଶନିବାର ଦିନ ତା ମୁହଁ ପଡ଼ିଲା, ଶୁକ୍ରବାର ମୁହଁ ପଡ଼ିଲା, ଶନିବାର ନେଇଗଲୁ। ଶନିବାର ଏଠିକି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେବା ଭିତରେ ସେମାନେ କହିଲେ ତୁମେ ବାହାରକୁ ନିଅ। ରବିବାର ଦିନ ଭୁବନେଶ୍ୱର ନେଇକରି ଗଲୁ। ତାର ସବୁ ଟେଷ୍ଟ କଲା ବେଳକୁ ଏଇଭଳି ଘଟଣା। ପିଲା କେମିତି କଥାବାର୍ତ୍ତା କରିପାରୁଛି ନା ନାହିଁ? ପିଲା କ'ଣ କଥା, ବେଡ୍ ସେମିତି ଉଠି ପାରୁନି। ତା ଗୋଡ଼ ଆଜ୍ଞା ତଳେ ଲାଗୁନି, ଟୋଟାଲ ତଳେ ଲାଗୁନି। ଡାଇଲିସିସ୍ ହେଲା ପରେ ବି ତଳେ ଲାଗୁନି। ଗୋବର ଗଡ଼ିଆରେ ପଦ୍ମ ଫୁଟିବା ପରି ଗରିବ ପରିବାର ହୋଇଥିଲେ ମଧ୍ୟ ପଞ୍ଚାନନଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅ ଭଲ ପାଠ ପଢ଼ିବା ସହିତ ବିଭିନ୍ନ ବ୍ଲକ ଏବଂ ଜିଲ୍ଲା ଓ ରାଜ୍ୟରେ କୃତିତ୍ୱ ଅର୍ଜନ କରିଛନ୍ତି। ଗରିବ ପରିବାରରେ ଜନ୍ମ ହୋଇ ବିନା କୌଣସି ଟ୍ୟୁସନରେ ପଞ୍ଚାନନଙ୍କ ଏକମାତ୍ର ପୁଅ ସତ୍ୟପ୍ରକାଶ ସ୍ୱାଇଁ 10ମ ଶ୍ରେଣୀରେ ପାଠ ପଢୁଛନ୍ତି ଏବଂ ବ୍ଲକ, ଜିଲ୍ଲା ସହିତ ରାଜ୍ୟସ୍ତରୀୟ ସଫଳ କୃତିତ୍ୱ ଅର୍ଜନ କରିଛନ୍ତି, ଯାହା ପୁରୀ ଜିଲ୍ଲାର ଜିଲ୍ଲାପାଳ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ଶିକ୍ଷା ସଚିବଙ୍କ ଠାରୁ ସମ୍ମାନ ସହିତ ମାନପତ୍ର ପାଇ ନିଜ ବାପାଙ୍କ ନାମ ସହିତ ନିଜ ବିଦ୍ୟାଳୟର ନାମ ସୁନାମ ଅର୍ଜନ କରିପାରିଛନ୍ତି। କିନ୍ତୁ ଏହି ଗରିବ ପରିବାର ଉପରେ ସତେ ଯେମିତି କାହାର ଖରାପ ନଜର ଲାଗିଗଲା। ଏକମାତ୍ର ସୁନା ପୁଅ ସତ୍ୟପ୍ରକାଶଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିଲା। ପରିବାର ପକ୍ଷରୁ ଚିକିତ୍ସା ପାଇଁ ଭୁବନେଶ୍ୱର ନେଇ ଚିକିତ୍ସା କରାଇବା ବେଳେ ଡାକ୍ତରଙ୍କ ଠାରୁ ଜାଣିବାକୁ ମିଳିଲା ଯେ ସତ୍ୟପ୍ରକାଶଙ୍କ ଦୁଇଟି ଯାକ କିଡନୀ ଅଚଳ ହୋଇଯାଇଛି ଏବଂ ତୁରନ୍ତ ଡାଇଲିସିସର ଆବଶ୍ୟକତା ରହିଛି। ଏହି କଥା ଶୁଣିବା ପରେ ଗରିବ ପରିବାର ଉପରେ ଯେମିତି ପାହାଡ଼ ଖସି ପଡ଼ିଛି। ଆୟୁଷ୍ମାନ କାର୍ଡ ଯୋଗେ ବର୍ତ୍ତମାନ ସତ୍ୟପ୍ରକାଶଙ୍କ ସପ୍ତାହକୁ 3 ଦିନ ଡାଇଲିସିସ୍ ହେଉଥିବା ବେଳେ ଡାକ୍ତର କହୁଛନ୍ତି ତୁରନ୍ତ ବାପା କିମ୍ବା ମା ଗୋଟିଏ କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇ ସତ୍ୟପ୍ରକାଶଙ୍କ ଶରୀରରେ ପ୍ରତ୍ୟାରୋପଣ କରିବା ପାଇଁ ଏଥିପାଇଁ 50ରୁ 70 ଲକ୍ଷ ଟଙ୍କା ଆବଶ୍ୟକ। ଗରିବ ପରିବାରରେ ପେଟ ପୂରିବା କଷ୍ଟ କମ୍ ହେଉଥିବା ବେଳେ ଏବେ ପୁଅର ଚିକିତ୍ସା ପାଇଁ ଏତେ ଗୁଡ଼ିଏ ଟଙ୍କା ଖର୍ଚ୍ଚ କଥା ଶୁଣି ବାପା ମାଙ୍କ ଆଖିରୁ ବହି ଚାଲିଛି ଲୁହ। ଜୟ ଜଗନ୍ନାଥ। ସୁଶାନ୍ତ କୁମାର ମହାନ୍ତି, ପାଟସୁନ୍ଦରପୁର, କାକଟପୁର। କଣ କହିବି ଆଜି ଆସୁଛନ୍ତି ଆପଣ ଯୋଉ ଟ୍ରେନିଂ କରିବା ପାଇଁ କ୍ଲିନିକ ଯାଇଲେ କଣ ହେଲେ କେମିତି? ମୁଁ ଆଜ୍ଞା ଆମର ମ୍ୟାସେଜ ଦ୍ୱାରା ଜାଣିକିରି, ଯେହେତୁ ଆମର ପାଖ ଗାଁ, ଆମର ଗୋଟେ ପୁଅ ପୁତୁରା ହିସାବ ହେବେ, ତେଣୁ ସେଇ ହିସାବରେ ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ସତ୍ୟର ଆରୋଗ୍ୟ କାମନା ପାଇଁ। ସତ୍ୟ ଖୁବ ଶୀଘ୍ର ସୁସ୍ଥ ହେଇକିରି ଆମ ଗ୍ରହଣରେ ସେ ଖେଳୁ, ବୁଲୁ, ଆସୁ, ସ୍କୁଲ ଯାଉ। ଆଉ ଯୋଉ ପୁରୀ ଡିଷ୍ଟ୍ରିକ୍ଟରେ ଆମର ଫାର୍ଷ୍ଟ ସ୍ଥାନରେ ସେ ଲାଭ କରିଛି, ଓଡ଼ିଶାରେ 2ୟ ସ୍ଥାନ ଲାଭ କରିଛି। ମୋର ଜଗନ୍ନାଥଙ୍କ ପାଖରେ ସେତିକି ପ୍ରାର୍ଥନା, ତାଙ୍କ ପରିବାରକୁ ଜଗନ୍ନାଥ ବହୁତ ଭଲ କେମିତି ପିଲାଟାକୁ ଆମର ସୁସ୍ଥ କରିଦିଅନ୍ତୁ। ଆମେ ଆଜ୍ଞା କ'ଣ କରିପାରିବା? ଆମେ ଗୁଣ୍ଡିଚି ମୂଷା ଭଳିଆ ହେଇକିରି ଆମେ ଯୋଉ ଦଉଛୁ ସେଇଟା ଗୋଟେ ବଡ଼ କଥା ନୁହେଁ ଆଜ୍ଞା। ସେଇଟା ଗୋଟେ ଗୁଣ୍ଡିଚି ମୂଷା ହେଇକିରି ଆମେ ଯଦି କିଛି ଦଉଛୁ, ଆଉ ଯୋଉ ଓଡ଼ିଶା ଭାଇ ଭଉଣୀ ମାନେ ଯଦି ହାତ ବଢେଇବେ, ଯଦି ଗୋଟେ ସେୟାର, ଲାଇକ୍ ବା ଟଙ୍କେ ଯଦି ଠାକୁରଙ୍କ ଆଶୀର୍ବାଦରୁ ଯଦି ସାହାଯ୍ୟ କଲେ ସତ୍ୟ ପାଇଁ, ଆମର ଯଦି ଏତିକି ଯଦି ମୁଁ ନିବେଦନ କରୁଛି, ଯଦି କରିବେ ତାହେଲେ ଆମ ସତ୍ୟ ଆମ ପାଖରେ ସୁସ୍ଥ ହେଇକିରି ଫେରିବ। ଆଉ ବର୍ତ୍ତମାନ ଡକ୍ଟର କହିଛନ୍ତି 70ରୁ 72 ଲକ୍ଷ ଖର୍ଚ୍ଚ ହବ। ଯେହେତୁ ଆର୍ଥିକ ପରିସ୍ଥିତି ପଞ୍ଚାନନ ଭାଇଙ୍କର ମାନେ ଭଲ ନାହିଁ, ତେଣୁକରି ସିଏ ସେଥିରେ ଭାଙ୍ଗି ପଡ଼ିଛନ୍ତି। ଭାଉଜ ବି ମଧ୍ୟ ଭାଙ୍ଗି ପଡ଼ିଛନ୍ତି। ତେଣୁକରି ମୋର ଏତିକି ସରକାରଙ୍କ ପାଖରେ ନିବେଦନ, ପ୍ଲସ୍ ଓଡ଼ିଶା ଭାଇ ଭଉଣୀ ମଉସା ମାଉସୀଙ୍କ ପାଖରେ ନିବେଦନ, କେମିତି ସମସ୍ତେ ଆମେ କିଛି କିଛି ହାତ ବଢ଼େଇ ସତ୍ୟ ପାଇଁ ଯଦି ଆମେ ଆଗେଇ ଯିବା, ଆମ ସତ୍ୟ ଆମ ପାଖରେ ଯେମିତି ହସୁଥିଲା, ଖେଳୁଥିଲା, ସ୍କୁଲ ଯାଉଥିଲା, ସବୁ ଯେମିତି ଅନାମ ଅର୍ଜନ କରୁଥିଲା, ସେମିତି ଅନାମ ଅର୍ଜନ କରିବ। ଜୟ ଜଗନ୍ନାଥ। ନାୟକ କହୁଥିଲି। ମା ମଙ୍ଗଳା, ମା ଉକୁଳେଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି, ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ସତ୍ୟ କେମିତି ଠିକ ହେଇଯାଉ। ସମସ୍ତେ କିଛି ସାହାଯ୍ୟ କଲେ ସେ ସୁସ୍ଥ ହେଇ ଫେର ଯେମିତି ଆଗରୁ ଯେମିତି ଖେଳୁଥିଲା, ବୁଲୁଥିଲା, ସେ ଆମ ଆଗରେ ସେମିତି ଖେଳିବ, ବୁଲିବ, ଭଲ ଷ୍ଟୁଡେଣ୍ଟ ଆସି ଏତିକି ପ୍ରାର୍ଥନା କରୁଛି କେମିତି ଭଲ ହେଇଯାଉ।
ଜୟ ଜଗନ୍ନାଥ। ମୁଁ ଅରବିନ୍ଦ। ମୁଁ ଏତିକି ଜଗନ୍ନାଥଙ୍କର ପ୍ରାର୍ଥନା କରୁଛି, ମୋର ଜଣେ ସାନ ଭାଇ ଭଳି ସତ୍ୟ ତାର ବହୁତ ଜଲ୍ଦି ଦେହ ଭଲ ସୁସ୍ଥ ହେଇଯାଉ ଏବଂ ସେ ପୁଣି ଆଗ ଭଳି ସୁସ୍ଥ ଭଳି ପାଠ ପଢୁ, ଭଲ ମଣିଷ ହଉ ଆଉ ପୁଣି ଆଗକୁ ବଢୁ। ସତ୍ୟପ୍ରକାଶଙ୍କ ଶରୀର ଅସୁସ୍ଥ ହେବା ଖବର ଜାଣିବା ପରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ସାଙ୍ଗସାଥୀମାନେ ଭାଙ୍ଗି ପଡ଼ିଛନ୍ତି। ସତ୍ୟପ୍ରକାଶ ପାଠ ପଢୁଥିବା କୁହୁଡ଼ି ଉଚ୍ଚ ବିଦ୍ୟାଳୟ ପାଇଁ ସତ୍ୟପ୍ରକାଶ ଥିଲେ ଜଣେ ଉଜ୍ଜ୍ୱଳର ତାରକା। ଆସନ୍ତା ମାଟ୍ରିକ ପରୀକ୍ଷାରେ ସତ୍ୟପ୍ରକାଶ ପୁରୀ ଜିଲ୍ଲାରେ ଟପର ହେବା ସହିତ ରାଜ୍ୟର ଟପ୍ 10 ଭିତରେ ସ୍ଥାନ ପାଇବା ପାଇଁ ଆଶା ରଖିଥିଲେ ସ୍କୁଲର ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନେ। ହଠାତ୍ କଅଁଳ କଢ଼ିଟି ପ୍ରସ୍ଫୁଟିତ ହେବା ପୂର୍ବରୁ ମଉଳି ଯିବାକୁ ବସିଛି, ଯାହାକୁ ସହିପାରୁନାହାନ୍ତି ପରିବାର ଏବଂ ସାଙ୍ଗସାଥୀଙ୍କ ସହିତ ଶିକ୍ଷକ ଶିକ୍ଷୟିତ୍ରୀ। ଅସୁସ୍ଥ ହୋଇଯିବା ପରେ ସତ୍ୟର ସାଙ୍ଗସାଥୀମାନେ ତାଙ୍କ ଘରକୁ ଆସି ସତ୍ୟକୁ ଦେଖି ଯାଉଛନ୍ତି। ସତ୍ୟର ଗରିବ ବାପା ମା ନିଜ ପୁଅର ଜୀବନ ବଞ୍ଚାଇବା ପାଇଁ ସରକାର ଏବଂ ରାଜ୍ୟବାସୀଙ୍କ ନିକଟରେ କାନ୍ଦି କାନ୍ଦି ଗୁହାରି କରିଛନ୍ତି ନିଜର ପୁଅ ପାଇଁ। ଗରିବ ପରିବାରର ଏହି ମେଧାବୀ ପିଲାଟିର ଜୀବନ ଆପଣଙ୍କ ଛୋଟିଆ ସାହାଯ୍ୟ ତଥା ନୂତନ ଜୀବନ ଦେବା ପାଇଁ ସାହାଯ୍ୟ କରିପାରିବେ। ଆପଣମାନେ ଯଦି କିଛି ସାହାଯ୍ୟ କରିବା ପାଇଁ ଚାହିଁବେ ତେବେ ଷ୍ଟେଟ୍ ବ୍ୟାଙ୍କର ଅସ୍ତରଙ୍ଗ ଶାଖା ଆକାଉଣ୍ଟ ନମ୍ବର 309672846882 ନମ୍ବରଟି ଆଉଥରେ କହି ରଖୁଛୁ 309672846882 IFSC କୋଡ୍ SBIN 0012036। ପଞ୍ଚାନନ ସ୍ୱାଇଁଙ୍କ ଏହି ଠିକଣାରେ ସହଯୋଗର ରାଶି ପଠାଇ ପାରିବେ।